মানিকেশ্বরী ধাবা, করল সিংহা, অনেক ये भी जीवा माँ माणिकेश्वरी क्या ढाबा মানিকেশ্বরী ধাবা माणिकेश्वरी ढाबा ने कम से कम 10 टका कम से कम কম আছে 10 ଟଙ୍କା ଖାଇବା ଲାଗି ଗଲେ ସର୍ବପ୍ରଥମେ ଜାତ ହେଇଥିଲା ବିଷ୍ଣୁ ପୁରାଣ ଏବଂ ଶିବ ପୁରାଣ ବ୍ରହ୍ମାଙ୍କର ମୁଖ ସତ୍ୟ ଯୁଗ ଋଷିମୁନି ମାନେ ଯଜ୍ଞ କରିବା ପାଇଁ ସର୍ବପ୍ରଥମେ ବ୍ୟବହାର କଲେ ତ୍ରେତୟା ଯୁଗରେ ମଧ୍ୟ ବ୍ୟବହାର ହେଇଥିଲା ସୀତା ଅଗ୍ନି ପରୀକ୍ଷାରେ ଦ୍ୱାପର ଯୁଗରେ ଖାଣ୍ଡବ ବନକେ ଦହନ କରିଥିଲେ ଅର୍ଜୁନ ଦ୍ୱାପର ଯୁଗରେ ମଧ୍ୟ ବ୍ୟବହାର ହେଇଥିଲା ବ୍ରହ୍ମାଙ୍କର ମୁଖରେ ଅଗ୍ନିଟା ଜାତ ହେଇଥିଲା ଶିବ ପୁରାଣ ଏବଂ ବିଷ୍ଣୁ ପୁରାଣରେ ପ୍ରମାଣ ତୁମେ ଯଦି ସେଇ କୃଷ୍ଣଚନ୍ଦ୍ର ବୋଲେ ମୁଁ କଥାଟେ ପଚାରେ କପିଳାସ ରଣା ବାବୁଙ୍କର ମଙ୍ଗଳ ହଉ ଦେଖବାର ମା ବାପାକୁ ମୁଣ୍ଡିଆ ମାରିବ ଭଲ କି ପାଠ ପଢିବ ମୋବାଇଲ ଜମାରୁ ଦେଖିବନି ହେ ଫ୍ରି ଫାୟାର ବି ଖେଳିବ ନାହିଁ ଆଜି ହଉଛି ମହାଶିବରାତ୍ରି ସେଇ ଶିବରାତ୍ରି ଉପଲକ୍ଷେ ଆମେ ଆସିଛୁ ବୋଲେ ଆଜି ଶିବଙ୍କର ଲୀଳାର କଥା ଶିବ ଲୀଳା ବୋଲେ ପ୍ରଭୁ ଶିବଙ୍କର ଯେତେ କଥା ଗୋ କହିଦେବ ନନ୍ଦର ମୁଇଁ ନାଇଁ କହେ କାଗୋ ମାଇ ଶୁଣୁଥା ଗଜ ମୁଖତା ଇ ପ୍ରଭୁ ଶିବଙ୍କର ଯେତେ କଥା ଗୋ କହିଦେବ ନନ୍ଦର ବେଟା ପ୍ରଭୁ ଶିବଙ୍କର ଯେତେ କଥା ଗୋ କହିଦେବ ନନ୍ଦର ବେଟା କଳସୀ ଢାଳନ୍ତି ବିଭୂତି ନିପନ୍ତି କଳସୀ ବସନ୍ତି ବିଭୂତି ନିପନ୍ତି ଲମ୍ବା କଥା ଗୋ କହିଦେବ ନନ୍ଦର ବେଟା ପ୍ରଭୁ ଶିବଙ୍କର ଯେତେ କଥା ଗୋ କହିଦେବ ନନ୍ଦର ବେଟା ମାଇଁ ଚିନ୍ତା କର ନା ଘରକୁ ନିଅ ରାଧିକା বইলে মোহন শুণ আগ কথায় পচারিবি গো বাপ কহ বহন আগ রাধিকা বইলে মোহন শুণ গো পাদর নুপুর কথা কহ বহন আগ পাদর নুপুর কেମିତି ତିଆରି ହେଲା আগ କିଏ ତମକୁ ଦେଇଥିଲା ହେ ନନ୍ଦ ବଳା ଏ କଥା କହ ବହନ ଗো ଶୁଣିବେ ପ୍ରଧାନ ପାଦରେ ନୁପୁର ବାନ୍ଧିଛ ନୁପୁର କିଏ ତିଆରି କରିଥିଲେ ତୁମକୁ କିଏ ଦେଇଥିଲେ ସର୍ବପ୍ରଥମେ କିଏ ଧାରଣ କଲେ କମ ସେ କମ ଭଞ୍ଜା ହେଲେ ବୋଲି ଘରକେ ଟିକେ ନେଇଥିଲେ ଇହାଦେ ନେଇ ସରବାର ତାଲ ଦେଖ ନେଇ ଉତ୍ସହ ଫୁଲ ଟିକେ ବସିଥିତ ଜଣା ପଡିଥିଲେ କହ ଶ୍ରୀ କୃଷ୍ଣ ବନ୍ଦେ ଶୁଣ ମାଇ ଜନ୍ମ ଅର୍ଥ ଦେବି ବୁଝାଇ আহা শুনুথাও মন দেই প্রেম শিলা শুনুথাও প্রেম শিলা একদিনে পার্বতী গঙ্গাধর অরণ্য নিমিষে গো মাই কোলে শৃঙ্গার বাঘ ছাল থলে ଥିଲେ বিছাই বতাস যোগে বাঘ ছাল উড়িগলা উপরে সব উপরে নেই ঢাঙ্কিলা
ବାଘ ଆସୁଅଛି ବଲିଣ ବୃଷଭ ପଲାଏ ଶିବଙ୍କର ପାଶ ପଲାଏ ଶିବଙ୍କର ପାଶ ଚାନ୍ଦ ମୋହି ତପରେ ଉଠିଣ ଶିବ ତତ୍ପରେ ଉଠିଣ ଚାନ୍ଦ ମୋହି ମାଇ ଗୋ ଦିନେ ଶିବ ଏବଂ ପାର୍ବତୀ କାଣା କରୁଥିଲେ ଘୋର ଅରଣ୍ୟକୁ ଗମିଲେ ଏବଂ ସେଠାରେ ରାସ କ୍ରୀଡ଼ା କରୁଥିଲେ ଗୋ ମାଇ ତ ବାଘ ଛାଲ ଯେତେବେଳେ ରଖିଦେଇକି ମାନେ ବିଞ୍ଚେଇ କରିବେ ତଲେ ଗୋଟେ ବିଞ୍ଚେଇ ଦେଇଛନ୍ ଆଉ ଗୋଟେ ଯେତେବେଳେ ରଖି ଦେଇଛନ୍ ମହାଦେବ ଆଉ ରତି ଶୃଙ୍ଗାରରେ ମାଟି ବତାସ କହିଲେ ପବନ ପବନ ବେଗରେ ସେଇ ବାଘ ଛାଲଟା ଉପରେ ଯେ ରଖିଥିଲେ ସେଟା ଉଡି ଓହୋ ହାବା ପବନ ହେଲା କି ଶିବଙ୍କର ବାଘ ଛାଲ ଉଡିଗଲା ଉଡି ଉଡି କରି ଯୋଉଥିଲେ ତ ବୃଷଭ ଭାବିଲେ ଇଟା ନ ବାଘ କୋଟେ ମତେ ଦୌଡେଇছে ବୋଇଲେ ଆଉ ଶିବ ପ୍ରଭୁ ମତେ ରକ୍ଷା କର ଶିବଙ୍କର ପାଶେ ବୃଷଭ ଧରି କରି ପଳେଇ ଯାଇଛନ୍ କାଳ ଦସ୍ତି ହେଲେ ମହାଦେବ ଯେ ଦେବଙ୍କର ଦେବ ମହାଦେବ ପ୍ରଭୁ ଜାଣିପାରିଲେ ଯେ ବୃଷଭ ଦୌଡ଼ି ଉଠେଇଲେ ପ୍ରଭୁ ଠିଆ ଯେତେବେଳେ ହେଇଗଲେ ଶିବଙ୍କର ବ୍ରହ୍ମ ବାହାର ହୋଇ ବାଘ ଛାଲ ଉପରେ ପଡିଲା ଯାଇ କଂସାବନ ଟଳ ଟଳ ଦିଶଇ ଯେ ପାର୍ବତୀ ଦେଖିଲେ ଯାଇ ପାର୍ବତୀ ଦେଲେ ପ୍ରସାଦ ଯେ କଂସାବନ ହୁଅ ତୁହି ମାଇ ଗୋ ବିଶ୍ୱକର୍ମାଙ୍କୁ ଡକାଇ ଆଣିଲେ ଘଣ୍ଟି ଘାଗୁଡିଟି ନିର୍ମାଣ କଲେ ସଜନୀ ଗୋ ଦେଖ ବୃଷଭ ଗଲାରେ ଦେଲେ তো ପାର୍ବତୀ ଯେତେବେଳେ ଯାଇକରି ଶିବଙ୍କର ବ୍ରହ୍ମକୁ ଦେଖିଦେଲି କଂସାବର୍ଣ୍ଣ ପରାଏ ଦିଶୁଥିବ କଂସାବର୍ଣ୍ଣ ଦିଶୁଥିଲା ପାର୍ବତୀ ଅଭିଶାପ ଦେଇଥିଲେ ଯଦି କଂସାବର୍ଣ୍ଣ ହୋଇଯାଅ ଶିବଙ୍କର ବ୍ରହ୍ମକେ କଂସା ହେଲା ପରେ ବିଶ୍ୱକର୍ମାଙ୍କୁ ଡକାଇ ଆଣିଥିଲେ ପ୍ରଥମେ ଘଣ୍ଟି ଘାଗୁଡିଟି ନିର୍ମାଣ କଲେ ଘଣ୍ଟି ଘାଗୁଡି କିଏ ଦେଇ କାହାକୁ ଦେଲେ ପ୍ରଥମେ ବୃଷଭକୁ ଦେଇଥିଲେ ଗଲାରେ ଗମାଇ ବୃଷଭ ଯେନ୍ ଘଣ୍ଟି ହଏ ହଏ ପାର୍ବତୀକୁ କହି ରଘୁରାଜା ନେଇ ଗଳା କେତେ ଦିନ ବହି ଘଣ୍ଟ ଆଣିଲେ ପରଶୁରାମ ବିରଗ ଆଉ ରହିଲା ଏକ ମାତର ତାକୁ ଦ୍ରୋଣ ପାଶକୁ ନେଲେ ଦ୍ରୋଣ ଠାରୁ ହିଁ କୃଷ୍ଣ ଚାପ ପାଇ ଦେଖ ନାଟ୍ୟା ପଞ୍ଚ ସଖୀ ନେଲେ ନାଟ୍ୟା ପଞ୍ଚ ସଖୀ ନେଲେ ରାଧା সখী বলে রাধা যদি অবিশ্বাস দেখো বড় গেল জিতে জয়তে কহিরা ধামাই নুপুরর জন্ম এহি মাই গো ମାଇ ଗୋ ଇଟା ହେଲା ନୁପୁରର ଜନ୍ମ ଗୋପାଳ ଓଗାଲ ପୁରାଣରେ ଅଛି ଶିବଙ୍କର ବ୍ରହ୍ମ କଂସାବର୍ଣ୍ଣ ହେଲା ସେଟାକେ ଘଣ୍ଟି ଘାଗୁଡି ତିଆରି କଲେ ବିଶ୍ୱକର୍ମା ବିଶ୍ୱକର୍ମା ଠାରୁ ରଘୁରାଜ ରଘୁରାଜ ଠାରୁ ପରଶୁରାମ ପରଶୁରାମ ଏହିପରି ନୁପୁରର ଜନ୍ମ ଦେବଦେବ ମହାଦେବଙ୍କ ବିଜୟରୁ ହେକା ସେଇ କଂସା ଜନ୍ମ ହୋଇଥିଲା যোগেশ্বরী বালিকাঙ্গরু 64 ব্যাধি রোগ পাপ খণ্ডন হো বলম দেখবার হরি হরি বল গণেশ সরস্বতী বলবুদ্ধি বিদ্যারে প্রবীণ করি বড় হলে কোনসি চাকরি করন্তু বলম দেখবার হরি বল তাঙ্ক সর্ব পরিবারଙ୍କର মঙ্গল হো বলম দেখবার হরি বল মাই গো
কৃষ্ণ বলন্তি শুনে গো মাই পুরর জন্ম মাই গো দলি বুঝাই কোথায় পচারিবি গো দেব বুঝাই যে ସେ ଚିଠିକେ ପଢିଦେମା ଆଉ କମଲ କମଲ ସାହୁ କମଲାଲ ସାହୁ ଗ୍ରାମ ରିଙ୍ଗାଲି ଗ୍ରାମ କିଛି ଟଙ୍କା ପ୍ରଦାନ କରିଛି ବାପାର ମାଇପ କିଏ ପୁଅର ମାଇପ କିଏ ସଂସାର ଭିତରେ କିଏ ବୁଆ ମାଇପ ବୋଲେ ଓଡିଆ ଭାଷାରେ ମାଇପ ଆମର ଭାଷାରେ ମାଇପି के ମାଇପ ଓଡିଆ ମାନେ ବାପାର ମାଇପ ଯିଏ ପୁଅର ମାଇପ କିଏ ସଂସାର ଭିତରେ କିଏ ବୁଆର ମେହେଦି ଯେନ୍ଟା ପୁଅର ମେହେଦି ବି ସେ ବୋଇଲେ ସୃଷ୍ଟି ସୃଜିନା ଦେଲେ କଥା ତ ବୁଝିକରି କହୁଥିଲି ତମକୁ ଆଦି ମାତା ଏବଂ ଅନାଦି ଜନ୍ମ ହେଇଥିଲେ ସର୍ବପ୍ରଥମେ ଆଦି ମାତା ସୃଷ୍ଟିକୁ ସୃଜନା କରିବା ପାଇଁ ତାଙ୍କର ପୁଅ ମହାଦେବଙ୍କୁ କହିଲେ ମୋର ସଙ୍ଗେ ଶୃଙ୍ଗାର କର ତ ମହାଦେବ ତାଙ୍କର ମାକୁ ହରଣ କରିଥିଲେ ବୋଲେ ବାପାର ମାଇପ ଯିଏ ପୁଅର ମାଇପ ସିଏ ହେଲା କି ସଂସାର ଭିତରେ କିଏ ଦେବଦେବ ମହାଦେବ ନିଜର ମାତୃ ହରଣ କରିଥିଲେ ତ ବାପାର ମାଇକି ଯେନ୍ଟା ପୁଅର ମାଇକି ସେଟା ହେଲା 2 ନମ୍ବରରେ ଆଉ ଜଣେ ବନ୍ଧୁ ଚିଠି ଦେଇଥିଲେ କଥା କଥାରେ ମନୁଷ୍ୟ କାନ ଦେଖାଯାଏ ପଶୁର କାନ ଦେଖାଯାଏ ଏବଂ ପକ୍ଷୀର କାନ କାହିଁକି ଦେଖାଯାଏ ଭାଇ କହୁଥିବ ରମାକାନ୍ତ ଭାଇ ପ୍ରତିମ ସାହୁ ସିଙ୍ଗା କିଏ ସିଙ୍ଗାବ ମନୁଷ୍ୟଙ୍କର କାନ ଦେଖାଯାଏ ପଶୁ ମାନଙ୍କର କାନ ଦେଖାଯାଏ ପକ୍ଷୀ ମାନଙ୍କର କାନ ଦେଖାଯାଏ ପକ୍ଷୀ ମାନଙ୍କର ବି କାନ କିଛି ଚିତ୍ର ହେଇଥାଏ ଗୋଟେ କଣା ହେଇଥାଏ କାହିଁକି ପକ୍ଷୀ ଜାତି ସବୁଠାରୁ ଆଉ ପକ୍ଷୀ ଜାତି ଭଗବାନ ଅନ୍ୟ ପ୍ରକାର ରହିଥାଏ କାହିଁକି ଆମେ ଯେନ୍ତା ଓଜନ ଅଛୁ ଗୋଟେ ମାନେ 1 କ୍ୱିଣ୍ଟାଲ ବି ହେଇଯାଇଛନ୍ ପକ୍ଷୀ ଜାତି କାରଣ 1 କ୍ୱିଣ୍ଟାଲ ବି ହେଇପାରିବେ ଯଦି ପକ୍ଷୀର ଯଦି ପେଣ୍ଠା ଥିଟା ଯଦି କାନ ଥିଟା ବୋଲେ ସେ ଉଡ଼ି ହେଇପାରେ ତାର ପେଣ୍ଠାଟା କାନକୁ ଲାଗିଯାଏ ପେଣ୍ଠା କାନକୁ ଲାଗି ପକ୍ଷୀ ଜାତି ବଡ଼ ବଡ଼ କାନ ଏବେ ପକ୍ଷୀ ଜାତି ଉଡ଼ି ପାରନ୍ତି ପେଣ୍ଠା ଥିଲେ ତ କାନେ ବାଜତା କି ସେଥିପାଇଁ ପକ୍ଷୀ ମାନଙ୍କର କାନ ନେଲେ ସେଗୁଡ଼ା କଣା ତିଆରି ମଣିଷଙ୍କୁ ଭଗବାନ ଭିନ୍ନ ରୂପରେ ଗଠିତ କରିଥାନ୍ତି ମନୁଷ୍ୟ ଦିହେ ଦେଖି ଦିବ୍ୟ ଜ୍ଞାନ ଦେଖି ସନ୍ତୁଷ୍ଟ ହେଲେ ଭଗବାନ ସବୁଠାରୁ କାନ ଥିଲା ପକ୍ଷୀ ମୁଇ ଯେନକି ଭଗବାନଙ୍କର ବାହନ ଗରୁଡ଼ ଅଧା ଶରୀର ମଣିଷ ଅଧା ଶରୀର ପକ୍ଷୀ ସେଥିପାଇଁ ଗରୁଡ଼ର ଈଶ୍ୱର ନାନୀ ଇହାଦେ ଘରକେ ଯିମା ଆଉ ଘରେ ରନ୍ଧା ବଢ଼ା କରିକି ଖାଇମା नहीं सोचली रे मुना तुम्हारे तेल ना बोले हेते सीमा करन पतरम कोला दाम डाली गाई खाई गोला